ମୁଁ ରମେଶ ଚନ୍ଦ୍ର ନାୟକ ଜ୍ୟୋତିର୍ବିଦ୍ୟା ଆପଣମାନଙ୍କୁ ବର୍ତ୍ତମାନ ମକର ରାଶି ସମ୍ବନ୍ଧରେ ଜଣାଉଛି। 15/5/2025 ଠାରୁ 15/6/2025 ପର୍ଯ୍ୟନ୍ତ ଏ ମାସଟି କିପରି କଟିବ ତାହା ଜଣାଉଛି। ମୁଁ ଗତ ମାସରେ ଆପଣଙ୍କୁ ମେଷ ମାସରେ ରାଶିଫଳ 12ଟି ରାଶିର ଅବଗତ କରାଇଥିଲି ଏବଂ ତତ୍ ସଙ୍ଗେ ସଙ୍ଗେ ଶନି ମହାଗ୍ରହ କେଉଁ ରାଶିରେ ହେଲେ ଶୁଭ କେଉଁ ରାଶିରେ ହେଲେ ଅଶୁଭ ଏବଂ ତାହାର ପ୍ରତିକାର ଅଶୁଭ ରାଶି ହେଲେ ତାର ପ୍ରତିକାର ସମ୍ବନ୍ଧରେ ମୁଁ ଆପଣଙ୍କୁ ଜଣାଇଥିଲି। ଯାହାର କିଛି ଜାଣିବାର ଥାଏ ତାହା ଭଲ ଭାବରେ, ତେଣୁ ଆପଣମାନେ ମୋ କମେଣ୍ଟ ବକ୍ସକୁ ଜଣାନ୍ତି ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବର୍ତ୍ତମାନ ଆସି ଜାଣିବା ମକର ରାଶି। ମକର ରାଶିର ଅଧିପତି ହେଲେ ଶନି। ଘାତ ବାର ମଙ୍ଗଳବାର, ରୋହିଣୀ ନକ୍ଷତ୍ର, ଦ୍ୱାଦଶୀ ତିଥି, ଅଷ୍ଟମୀ ଚନ୍ଦ୍ର। ବର୍ତ୍ତମାନ ଦ୍ୱିତୀୟ ଘର ଅଛି, ବର୍ତ୍ତମାନ ଅଛି ଦ୍ୱିତୀୟ ଘର ହେଲା ଧନଭାବ ଫଳରେ ରାହୁ ଅବସ୍ଥାନ କରୁଛନ୍ତି। ରାହୁ ହେଲା କ'ଣ ଶରୀର ବିହୀନ। ଏ ଗ୍ରହ 1.5 ବର୍ଷ ଅବସ୍ଥାନ କରିବ। ପ୍ରତ୍ୟେକ କାର୍ଯ୍ୟରେ ବ୍ୟାଘାତ ଏବଂ ଭ୍ରମଣ ଯୋଗ ଅଛି। ତୃତୀୟ ଘର ହେଲା ଶନି ଏବଂ ଶୁକ୍ର ହେଲା ଭାତୃଭାବ ଫଳ। ଶନି ତୃତୀୟ ଘରେ ରହିଲେ କ'ଣ ବହୁ ଶୁଭ ଫଳ ପ୍ରଦାନ କରିବ। ତୃତୀୟ ଘରେ ବର୍ତ୍ତମାନ ଭାତୃଭାବ ଫଳରେ ଶୁକ୍ର ଅଛନ୍ତି। ଶୁକ୍ର ହେଲେ କ'ଣ ବହୁତ ଦୁଃଖ ଦେବ, ମନରେ ଅଶାନ୍ତି, ଖୁବ୍ ସାବଧାନ ସହିତ ରହିବେ। ଚତୁର୍ଥ ଘରକୁ ବର୍ତ୍ତମାନ ଯିବେ ବୁଧ ଅବସ୍ଥାନ କରୁଛନ୍ତି। ବୁଧ ହେଲା ବନ୍ଧୁଭାବ ଫଳ ଗ୍ରହ। ରହିଲେ ପ୍ରତ୍ୟେକ କାର୍ଯ୍ୟରେ ସୁଫଳ ମିଳିବ, କାର୍ଯ୍ୟସିଦ୍ଧି ଓ ଶାନ୍ତି ମିଳିବ। ପଞ୍ଚମ ଘର ଆସନ୍ତୁ ରବି। ପଞ୍ଚମ ଘର ହେଲା ପୁତ୍ର ଭାବ ଫଳ। ପୁତ୍ର ଫଳ ରବି ରହିଲେ କ'ଣ କରିବ, ଯେତିକି ଆୟ କରିବେ ସେତିକି ବ୍ୟୟ କରିବେ ଏବଂ ରୋଗଜାତ ସୃଷ୍ଟି କରିବ। ମାସ 13 ଦିନ ପରେ ଏହା ଶୁଭ ଫଳ ପ୍ରଦାନ କରିବ। ଷଷ୍ଠ ହେଲା ବୃହସ୍ପତି ଅବସ୍ଥାନ କରୁଛନ୍ତି ରିପୁଭାବ ଫଳ ଗୃହରେ। ରିପୁଭାବ ଫଳ ବୃହସ୍ପତି ରହିଲେ କ'ଣ କରିବ, କର୍ଣ୍ଣରାଜ ବିନାଶ ହୋଇଥିଲେ ପ୍ରତ୍ୟେକ କାର୍ଯ୍ୟ କଷ୍ଟ ହେବ ଏବଂ ଷଷ୍ଠୀଞ୍ଚ ରୋଗୀ, ଦେହ ମୁଣ୍ଡ ଭଲ ରହିବନି, ଅଶାନ୍ତି ରହିବ। ସପ୍ତମ ଘର ହେଲା ପତିପତ୍ନୀ ଭାବ ଫଳରେ ମଙ୍ଗଳ ଅବସ୍ଥାନ କରିଛନ୍ତି। ମଙ୍ଗଳ ସପ୍ତମ ଘର ହେଲେ ପ୍ରବେଶ, ସପ୍ତମେ ମଙ୍ଗଳ ପ୍ରବେଶ ହୁଏ ନିରତେ ଆତ୍ମବିକଳ। ମାନେ ଆପଣ ବୁଝିଲେ, ଆତ୍ମବିକଳ ହେବ, ରୋଗ ଶୋକ ମନସ୍ତାପ ଅର୍ଥ ଭୟ କରିବ ମଙ୍ଗଳ। ଅଷ୍ଟମରେ ରହିଲା କେତୁ ନିଧନ ଗୃହ। କେତୁ ରହିଲେ କ'ଣ କରିବ, ରୋଗ ସୃଷ୍ଟି କରିବ, କାର୍ଯ୍ୟରେ ବିନାଶ କରିବ। ମନେ ରଖନ୍ତୁ ଏ ମାସରେ ଆପଣ ଭ୍ରମଣ ଯୋଗ ଅଛି। ବ୍ୟବସାୟ, କୃଷି ଉପରେ, ସେୟାର ମାର୍କେଟ ଉପରେ, ବିଲ୍ଡର୍ସ ଉପରେ ଖୁବ୍ ଲାଭବାନ ହେବେ, କାରଣ ତୃତୀୟ ଶନି ଥିବାରୁ ସବୁ ପ୍ରକାର ଫଳ ଆପଣଙ୍କୁ ପ୍ରଦାନ କରିବ। ବିଦ୍ୟାର୍ଥୀମାନେ ଶିକ୍ଷାରେ ଉନ୍ନତି ହେବେ ଏବଂ ସ୍ୱାସ୍ଥ୍ୟ ଭଲ ରହିବ। ଜଗି ରଖି ଏ ମାସଟା ଆପଣମାନେ ହିଁ ଚଳିବେ।